ज्योतिर्मयी आपण मानक स्वागत करुची बीआर मूवीज द्वारा प्रस्तुत ओडिशार प्राचीन परंपरार एई ओडिया पाला आमर एई झरका कार्यक्रम रे कहीं पतित पावन आज हूँ 21 आज्ञा आज्ञा तेणु ये 21 कार्यक्रम आम आज जो कथा वस्तुटी कहवा ये जगन्नाथ अधागड़ा कहीं ठीक कथा कहवानी बुढ़ा बढ़े आसिक तैयारी कला अधारे रहीगला ये कथा कहवानी जगन्नाथ कौन चारि जुगे अच्छा जगन्नाथ चारि जुगे जदि अच्छा चारि जुगे सी अधागड़ा कि चारि जुगे अधागड़ा नहीं ना अधागड़ा आमे मंगलाचरण सारी तापर अधागड़ा उपरकू जा ये जो जगन्नाथ अग ना मूल ना डाल ना हाथ ना पाद ना मस्तिष्क चुटी ना स्वरूप हस्त पाद कर्ण ना से जगन्नाथ बलभद्र माँ सुभद्रा उपस्थित मोर सुधी दर्शक वरेण्य पंडित महोदय मानकर वरेण्य मातृस्थानीय भगिनीस्थानीय प्रातस्मरणीय माँ भौणी मानकर कुनाकुनी पिला मानकर समस्त रिष्ट खंडन करने संगे संगे ए ग्राम अग्नि भय जम भय चर्य भय ग्रह भय दूरीभूत करने संगे संगे ये विश्वर मंगल कामना करंतु सर्वे आर्तत्राणंदे औ जय जय नारायण हरि नीलाद्रि मंडन शंख चक्र गदा पद्म हरि श्री करे शोभन में चका चल निवासी है प्रभु चका डोला भक्त भावे बरिया कूले लगाई छलीला गत जप करने को बरा दे नहीं बेल धीरे धीरे काल राशि तेने करुची कबल जय जय गुरुदेव हे पादे नमस्कार स्वर्गे थाओ मर्त्ये थाओ प्रणाम मोहर प्रथम गुरु मोहिता माटीर रामचंद्र खाई गायक रत्न धर्मानंद दीक्षित द्वितीय गुरु होई दुई गुरुंकर करी चरण वंदन केबे बही उपर कुओ धम करिब गमन जगन्नाथंकर आज परा 21 दिन समस्तंकर मंगल बांछिबे सत्यनारायण संख्यादल टेकिण चक्रे करिथिबे छाई सर्वस्थ खंडी थिबे फकीर गोसाई माँ मौसी भौणी मानकु करुअछि अड़ी आनंद सागरे सर्वे देव हुलाहुली पंडित दरबार मोर हिला निवेदन हुलाहुली संगरे बोलिबे हरि हरि निगम बनी तार फुलग भाषिख मंजू मंजुल कली गुच्छ हौजी कले पदांगुली छड़ी ये ब्रह्म सलिल कले गौरव द्वारा कल तुच्छ हे जदुबा जदुबा भाता चिंता को हेलब सिंधु सिंधु को कलब हाथी भाई ताल पड़ो त्रिपटा राग हम कामदी ये जदुमणि महापात्र शैलेन्द्र आगछर प्रथम पद कले शक्र आरत करतन कर्तरी कलबन शक्र आरत करतन कर्तरी कलबन सिंधु सिंधु का
ମିଳୁଛୁ ବସୁ ଏ ପଦଟି ହଉଛି ରୁକ୍ମିଣୀ ପରିଣୟ। ଆଜ୍ଞା ଆଜ୍ଞା ଶୈଳେନ୍ଦ୍ର ଆଗଥର ଯଦୁମଣି ମହାପାତ୍ରଙ୍କ ଶୈଳେନ୍ଦ୍ର ଆଗଛର ପ୍ରଥମ ପଦ। ପ୍ରଥମ ପଦ ଆଜ୍ଞା ପ୍ରତି ଅକ୍ଷର ଶେଷରେ ପଡିବ ଛ। ରହ ନିଗମ ବନିତାର ପଦ ବୋଲିବୁ ଦେଖିବା। ନିଗମ ବନିତାର ଫୁଲ ଗବା ଶିଖର ପଦାଙ୍ଗୁଳିରୁ ଝଳି ବ୍ରହ୍ମା ହେ ଯଦୁ ବଚ୍ଛ ଦାତା ଚିନ୍ତାକୁ ସିନ୍ଧୁ ସିନ୍ଧୁ ଶକ୍ର ଆର୍ତ କର୍ତ୍ତନ ସବୁ ଛରେ ଅଛି ନାହିଁ। ବସନ୍ତ ନିଗମ ବୋଇଲେ ନିଗମ ବେଲେ ଯାହାର ଗମାଗମ ନାହିଁ। ହଁ ଠିକ ଅଛି। ଜ୍ଞାନ ହେଲେ ନେବା ତାର ଆଉ ନିଗମ ଗମନ ନାହିଁ କୋଉଠିକି କୋଉଠିକି ଆଜ୍ଞା କଲା ନିଗମ ରୂପେ ଥିଲା ବେଦ କେହି ନ ଜାଣେ ତାର ନିଗମ ବୋଇଲେ ବେଦ ଆଜ୍ଞା ବେଦକୁ ଆଜ୍ଞା କେହି ଯାଇପାରି ନାହାନ୍ତି। ନା ୟା ଅର୍ଥ କଣ ୟା ଅର୍ଥ କଣ ଆଜ୍ଞା ବେଦକୁ କେହି ଯାଇପାରି ନାହାନ୍ତି ତାହେଲେ ବେଦ ପୃଥିବୀକି ଆଇଲା କେମିତି ଆଇଲା କେମିତି କେହି ନ ଜାଣେ ତାର ଭେଦ ଅର୍ଥାତ୍ କେହି ଜାଣନ୍ତିନି ସେ କଥା ନୁହଁ ନା କେହି ନ ଜାଣନ୍ତି ଅର୍ଥାତ୍ 9 ଜଣ ଜାଣିଛନ୍ତି 9 ଜଣ ଯେମିତି ବେଦକୁ 9 ଜଣ ଜାଣିଛନ୍ତି। ଏଗୁରା ହଉଛି ଜଗନ୍ନାଥ ପାନ ଏବେ ରହ ଇଏ 9 ଜଣ ଜାଣନ୍ତି 9 ଜଣ କିଏ ସେ 9 ଜଣ କିଏ ସେ ଆଜ୍ଞା 9 ଜଣ କବି କବି ହବି ଅନ୍ତରିକ୍ଷ ପିପଳାୟନ ପ୍ରବୃଦ୍ଧ ଚମସ ଦ୍ରବିଡ଼ ବାଦରାଣୀୟ ଆଉ ଜଣେ କୁଆଡେ ଭିତରୁ ପଳେଇଲେ ଆଉ ଜଣେ ଆଉ ଭିତରେ ଜଣେ ପାଲା ବାଲା ଇଏ ଭାଗବତରେ ଇଏ 9 ଜଣ ଲେଖା ହେଇଛି କେହି ନ ଜାଣନ୍ତି ତାର ଭେଦ ଭେଦ ସେମିତି ନିଗମ ବୋଇଲେ ଯତ୍ର ଗମନ ନାସ୍ତି ଆଜ୍ଞା। ସହ ନିଗମ ନିଗମ ଆଚ୍ଛା ଆଉ ଗାଇଲା ବାଲା କିଏ ଅଛି ରୁକ୍ମିଣୀ ପରିଣୟ ଗାଇଲା ବାଲା କିଏ ଅଛି ଚାଲିଗଲା ସେ ପୁଅ ଗଲା ବାପା ମା ନା ଦେଇଥିଲେ ତାର ଭିକାରୀ ନାମଟି ପରା ସେଇ ଭିକାରୀ ସମ୍ପତ୍ତି ଗାଇବେ ରୁକ୍ମିଣୀ ପରିଣୟ ହେବ ସାରା ତ ଆଉ ଭିକାରୀ ଚରଣ ଗାଇବ କିଏ ଛାନ୍ଦ ଆଜ୍ଞା ଗାଉଥିଲେ ପରା ଦର୍ଶକ ମାନଙ୍କୁ ଆଖି ଆସିବନି ନିଜ ଏ ସ୍ୱରଟା କାର ଜାଣିଛ ଆଜ୍ଞା କାର କହିଲ ଗାୟକ ରତନ ପ୍ରଭାତ ସାହୁଙ୍କ ସ୍ୱରଟି କ୍ୟାନ୍ସର ବେମାରେ ମରିଗଲେ ସିଏ ଆଉ ସ୍ୱର ଶୁଭୁ ନାହିଁ ଗାଇବାରେ ସିଏ ଥିଲେ କାଳିଦାସ ଯେମିତି ସେକ୍ସପିୟର ହଉଛନ୍ତି ଇଂଲିଶ କବି ଆଜ୍ଞା ଯେମିତି ସଂସ୍କୃତର ସେକ୍ସପିୟର ହଉଛନ୍ତି କାଳିଦାସ କାଳିଦାସ ସେମିତି ସ୍ୱରର ସେକ୍ସପିୟର ହଉଛନ୍ତି ପ୍ରଭାତ ସାହୁ ଆଚ୍ଛା ଆଚ୍ଛା ସିଏ ଗାଇବେ ନା ଆଉ ତାଙ୍କ ଆଗରେ ଆମେ ହয়তো ଜ୍ଞାନୀ ହେଇପାରୁ ଗାଇବାରେ ଗାଇବାରେ ଆମେ ହବୁନି ନା ସତ କଥା ସିଏ ମରିଗଲା ଦିନଠୁ ଏ ସ୍ୱର ବୋଧେ ଛପିଗଲା ତେଣୁ ବ୍ରଜ କୌତୁକୀ ପଣ୍ଡିତ ମଣ୍ଡଳୀ ଶୁଣୁଥିଲେ ଦେଇ ମନ ଆଜି ରୁକ୍ମିଣୀ ପରିଣୟ ଛନ୍ଦରୁ ଗୋଟିଏ ପଦ କରିଛି ଗାଇ ଗୋଟିଏ ପଦ ଗାଇଛି ଯତ୍ର ଗମନ ନାସ୍ତି ସହ ନିଗମ ନିଗମ ବୋଇଲେ ବେଦ ଗୋଟିଏ ନାୟିକା ଅଛି ତା ନାଁ ହଉଛି ବେଦମତୀ ବେଦମତୀ ନାୟିକା ତା ମୁଣ୍ଡରେ ଯେତେବେଳେ ଚୁଟି ବାନ୍ଧେ ଚୁଟି ବାନ୍ଧିବ ଚୁଟିକି ସାଉଁଳିବ ହାତୀଦାନ୍ତ ପାନିଆରେ ସାଉଁଳି ସାରିଲା ପରେ ଅଶୋକ କଡିକି ନେଇକି ଗଭାରେ ପୋଷିବ କବି କହିଲେ ଇଏ କଥା କିଏ କାହାକୁ କହୁଛି ରୁକ୍ମିଣୀ ପତ୍ର ଲେଖୁଛି ଭଗବାନ କୃଷ୍ଣଙ୍କ ପାଖକୁ କହିଲା ପ୍ରଭୁ
ଆର ଜନ୍ମରୁ ମୁଁ କଥା ଦେଇଛି ତମକୁ ପ୍ରତିପଦରେ ନିର୍ବାଚିତ କରିବି। ତମ ବ୍ୟତୀତ ମୁଁ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବିନି। ଭଞ୍ଜ 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 କବି ସମ୍ରାଟ ଭଞ୍ଜ ବଇନା ହେଲା ବୈଦେହୀ ବିଳାସ। କଣ କହିଲେ? କଣ କୋଲା ବିଦଗଦ ଶ୍ରୀରାମଚନ୍ଦ୍ର କହେ ବିଦଗଦ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଥିବାର ଏ ଦେହେ ବିଳାସିନୀ ନ କରିବି ଆମକୁ ବୋଲି ଛୁଇଁ କହୁତା ରହରେ ପୁଅ ଆଜ୍ଞା ଭଞ୍ଜ କହିଲେ ବୈଦେହୀ ବିଳାସରେ ମଧୁଶଯ୍ୟା ଘରେ ରାମଚନ୍ଦ୍ର ସୀତା କୁଳଦୀପକୁ ସାକ୍ଷୀ ରଖିକି ରାମଚନ୍ଦ୍ର ସତ୍ୟ କଲେ। କାହିଁକି ସତ୍ୟ କଲେ? କାହିଁକି ମୁଁ ଗୋଟେ ଆଶ୍ଚର୍ଯ୍ୟ ଧରଣର କଥା ଆଜି କହିବି। ଯେତେବେଳେ ପରଶୁରାମଙ୍କ ଧନୁରେ ଗୁଣ ଦେଲେ ରାମ ସେତେବେଳେ ସୀତାଙ୍କର ଟିକେ ଡର ଲାଗିଲା। ଏ ମା ମାନେ ପରଶୁରାମଙ୍କ ଧନୁରେ ଗୁଣ ଦଉ ଦଉ ସୀତାଙ୍କୁ ଟିକେ ଭୟ ଲାଗିଲା। କଣ ଭୟ? କଣ ନା ମୋ ବାପା ପଣ କରିଥିଲେ ଧନୁରେ ଯିଏ ଗୁଣ ଦବ ମତେ ସେ ବାହା ଇଏ ରାମ କଣ ପରଶୁରାମଙ୍କ ଧନୁରେ ଗୁଣ ଦବାକୁ ବାହାରିଲେଣି? ତାହେଲେ ମୋ ବାପା ଜଣେ ବାବାଜୀ ତାଙ୍କ ଧନୁରେ ଗୁଣ ଦେଇକି ମତେ ବାହା ହେଲେ। ଇଏ ପରଶୁରାମ ଜଣେ ବାବାଜୀ ତାଙ୍କର ବୋଧେ ଗୋଟେ ଝିଅ ଅଛି ବୋଧେ ରାମ ଯାଇକି ଗୁଣ ରାମ ଗୁଣ ଦେଇଦେଲେ ତାକୁ ବାହା ହେବେ ପୁଣି ମତେ ବାହା ହେଇଛନ୍ତି ମତେ ଡବଲ ଇଏ ଆମେ ସୌତୁଣୀ ହେଇକି ଶାଶୁ ଘରେ ରହିବୁ। ତେଣୁ ସୀତାଙ୍କ ମନରୁ ଏ ଭୟଟା ଦୂରୀଭୂତ କରିବା ପାଇଁ ରାମ କୁଳଦୀପକୁ ଛୁଇଁକି ଶପଥ କଲେ ସୀତେ ଏ ଦେହରେ ଜୀବନ ଥିଲା ପର୍ଯ୍ୟନ୍ତ ମୁଁ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବିନି। ଆଜ୍ଞା ଏ କଥା ସିନା ରାମ ସତ୍ୟ କରିଦେଲେ ସୀତା ମାଙ୍କ ମନରେ ସନ୍ଦେହ ହେଲା। କହିଲେ ପ୍ରଭୁ ତମେ କହିଲ ଏ ଦେହରେ ଜୀବନ ଥିଲା ପର୍ଯ୍ୟନ୍ତ ତମେ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବ ନାହିଁ। ତାମାନେ ତମେ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଗୁଡେ ସ୍ତ୍ରୀ କରିବ। ଦ୍ୱାପର ଯୁଗରେ କୃଷ୍ଣ ଆଜ୍ଞା ଅନେକ ସ୍ତ୍ରୀ କଲେ। ତେଣୁ ରାମ କହିଲେ ମୁଁ ଏ ଦେହରେ ଜୀବନ ଥିଲା ପର୍ଯ୍ୟନ୍ତ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବି। ସୀତା କହିଲେ ମୁଁ ତା କରିବି ଏ ଦେହରେ ନୁହଁ ଯେତେ ଜନ୍ମ ମୁଁ ପାଉଥିବି ତମ ବ୍ୟତୀତ ଦ୍ୱିତୀୟ ସ୍ୱାମୀ ଗ୍ରହଣ କରିବିନି। ଆଜ୍ଞା ପାଲାର ପ୍ରକୃତ ମଞ୍ଜି କୋଉଠି ଅଛି ସେଇଟାକୁ ଦେଖ। କଣ ମଞ୍ଜି? ମଞ୍ଜି କଣ? ଶିବ ବିଷ ଖାଇଲେ। ଶିବ ବିଷ ଖାଇଲେ କାହିଁକି ଖାଇଲେ? ତାଙ୍କ ମନ ହେଲା ନାଇଁ ମଙ୍ଗଳ ପାଇଁ। ଆରେ ଜଗତର ମଙ୍ଗଳ ପାଇଁ ଶିବ ବିଷପାନ କଲେ। ମୋ ନିଜ ଲେଖାରୁ ଗୋଟେ ପଦ ବୋଲୁଛି। କଲେ ଆହେ ଦାରୁ ବ୍ରହ୍ମ ତୁମେ ଭୋଗୁଛ ଜଗନ୍ନାଥଙ୍କୁ ଅନେକ ଏ ପଦଟା ବୋଲୁନି। ଜଗନ୍ନାଥଙ୍କୁ ଜଣେ ଭକ୍ତ ତାଚ୍ଛଲ୍ୟ କରିକି କହିଲା କହିଲା ତମେ ତମ କଲା କର୍ମ ଭୋଗ କରୁଛ ଇଏ ଆମେ ଯେମିତି ଆମ କଲା କର୍ମ ଭୋଗ କରୁଛୁ ତମେ ବି ସେମିତି କଲା କର୍ମ ଭୋଗ କରୁଛ। ହଁ ତମେ ଖଣ୍ଡିଆ କାହିଁକି ହେଲ କି? ତମ କର୍ମ ଭୁଲ। ଜଗନ୍ନାଥଙ୍କର କର୍ମ ଭୁଲରୁ ସେ ଖଣ୍ଡିଆ। ତମେ କଣ ଭୁଲ କରିଛ? ତୁମେ ପିନାକି କୁଦେଲ କାଳକୁଟ ଆଶୁତୋଷ ହେଲେ
ଶିବଙ୍କୁ ବିଷ ପିଆଇଲ ବିଷ ପିଆଇଲ ବାସ୍ ସତ୍ୟ ଯୁଗରେ ଶିବଙ୍କୁ ବିଷ ପିଆଇଲ ସତ୍ୟ ଯୁଗରେ ସମୁଦ୍ର ମନ୍ଥନରୁ ହଳ ହଳା ବିଷ ବାହାରିଲା ଆଉ ଏଇଟା କହୁଥିଲ? ହରେ ବଳି ରାଜା ସେତେବେଳକୁ ରାଜା ଆଜ୍ଞା ଚତୁର୍ଥ ଅବତାର ଭଗବାନଙ୍କର ବାସ୍ ହଳ ହଳା ବିଷ ବାହାରିଛି ବାସ୍ ସମୁଦ୍ରରେ ଜଳଜନ୍ତୁ ଛଟପଟ ହଉଛନ୍ତି ହଁ 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 ଭଗବାନ ନାରାୟଣ କଲେ ଶିବ ହଁ ଏ ବିଷକୁ ପିଅ ବାସ୍ ତମେ ପିଇଲା ବାଲା ତମେ ଖାଇଲା ବାଲା ହଁ ହଁ ତମ ବ୍ୟତୀତ ଆଉ କେହି ପାରିବେନି ଏଇଟାକୁ ଜୀର୍ଣ୍ଣ କରିପାରିବେ କାହିଁ ତମେ ଗଞ୍ଜେଇ ଟାଣି ଟାଣି ତମ ପ୍ରବଳ ନିଶା ବାସ୍ ନିଶାକୁ ଏକା ହଜମ କଲା ବାଲା ତମେ ହଁ ହଁ ଆଜ୍ଞା ଆପଣ ଗଞ୍ଜେଇ ପେଟେ ପିଇଥିବେ ବାସ୍ ଗୋଟା ବୋଡା କି ତମ୍ପ ଆପଣଙ୍କୁ କାମୁଡି ଦବ ହଁ ସେ ତମ୍ପ ମରିବ ସିଏ ହରିନାମ ତ ସତ୍ୟ। ଏ ଲୋକର କିଛି ହବନି ନା ତମେ ଗଞ୍ଜେଇ ଢେରେ ଟାଣିଛ ବାସ୍ ପୁରା ମାତାଲ ହଁ ଏ ବିଷକୁ ଖାଇକି ତମେ ହଜମ କରିଦବ ବାସ୍ ଶିବ ଆଜ୍ଞା ବିଷ ସବୁ ଯାକ ପିଇଦେଲେ ପିଇଦେଲେ ଆଚ୍ଛା ଭାଇ ଏଇଠି ଗୋଟେ କଥା ପଚାରିବି ପଚାରୁନା ଆମେ ଖାଇଲେ ଆମ ପେଟକୁ ଯାଉଛି ହଁ ଆମ ପାକସ୍ଥଳୀକି ଯାଉଛି ହଁ ନା ଯାଉନି ଯାଉଛି ତାହେଲେ ଶିବ ତ ପିଇଲେ ଏଇଠି କିଆ ଅଟକି ଗଲା ଭିତରକୁ କିଆ ଗଲାନି ତାଙ୍କର ଏଠେଇ କିଏ ଅଟକିଲା ହଁ ସବୁ ବସଣ ସବୁ ଏଠି ଜାମ ନଟ ଥିଲା କି ଏଠି ଜାମ ନଟ ଥିଲା ତଳକୁ ଖସେଇ ଦେଲାନି ନା ଏଠି ବନ୍ଧ ବାଡ଼ ଥିଲା ଖସିଲାନି ନା ପାଲା ଏତିକି ଭିଡରେ ତାଙ୍କ ତଣ୍ଟିରେ ଲାଖିଲା ହେଇଛି ହଁ ତାହେଲେ ତମେ ଶିବଙ୍କୁ ବିଷ ପିଆଇଲ ସତ୍ୟ ଯୁଗରେ ଇଏ ପୁତ ରାକ୍ଷସୀ ବିଷ ଦେଲା ଆଜି ସୁମରିଣ ନିଜ ପୂର୍ବ ଜନ୍ମ ଆହେ ତାହେଲେ ସତ୍ୟ ଯୁଗରେ ତମେ ଶିବଙ୍କୁ ବିଷ ଦେଲ ଆଜ୍ଞା ନିର୍ଦ୍ଦୋଷୀ ଲୋକଟାକୁ ବିଷ ପିଆଇଲ ବିଷ ପିଆଇଲ ତମେ ବିଷ ପିଇବନି ଆଉ କିଏ ପିଇବ ହଁ ଦ୍ୱାପର ଯୁଗରେ ପୁତନା ତମକୁ ଆଣିକି ବିଷ ଦେଲା ବିଷ ଦେଲା ଆଚ୍ଛା ଏଇଟା ତମ କଲା କର୍ମ ଭୁଲ ମୁଁ କହୁନି ହଁ ହଁ ଯାହା ପୁରାଣ କହୁଛି ଠିକ ଠିକ ତମେ ଆଉ କଣ କଲ ହଁ। କଲେ ରାବଣ ଭଗିନୀ ନାଶା କରନ ସେ ଦିଲ হে দুর্বাদ আইয়ে করি দুঃখরে দিয়া হইলা বিচার কর হে নিজ মর্ম আহে ତ୍ରେତା ଯୁଗରେ ଗୋଟେ ଅସୁରୁଣୀ ଥିଲା ତା ନାଁ ହଉଛି ସୁପର୍ଣ୍ଣଖା କଣ କାମ ତମେ ତା ନାକ କାନ କାଟିଦେଲ କାଟିଲ ତାକୁ ବିରୂପା କରିଦେଲ ଆହା। ତାକୁ ଖଣ୍ଡିଆ କରିଦେଲ ବାସ୍। ତମେ ଖଣ୍ଡିଆ ହବନି ଆଉ କିଏ ହବ କିଏ ହବ ଠିକ କଥା ତେଣୁ ଏ କଳି ଯୁଗରେ ତମେ ଖଣ୍ଡିଆ ହେଇକି ବଇଛ ହଁ ହଁ ଖାଲି ସେତିକି ନୁହଁ ଆଉ କଣ ତମେ ଆହୁରି ତ ବହୁତ କଥା କରିଛ ହଁ, ହଁ। ସେ କଥାରେ ସମୟ ନାହିଁ ଆଜ୍ଞା ମୋ କଥା ଥିଲା ଶିବ ବିଷ ପିଇଲେ ହଁ। ଆମେ ଖାଇଲେ ଆମ ପେଟକୁ ଯାଉଛି ଶିବ ବିଷ ଖାଇଲେ ହଁ। ଏଇଠି ରହିଲା କାହିଁ ଏଥିରେ ଷ୍ଟକ୍ ରହିଲା କାହିଁ ତଣ୍ଟିରେ ଅଟକିକି ରହିଲା କାହିଁ ଆଜ୍ଞା ଶିବଙ୍କର ଆରାଧ୍ୟ କିଏ ଶିବଙ୍କର ଆରାଧ୍ୟ ରାମ ରାମଙ୍କର ଯେମିତି ଆରାଧ୍ୟ ଶିବ ବାସ୍ ଶିବଙ୍କର ସେମିତି ଆରାଧ୍ୟ ହଉଛନ୍ତି ରାମ ରାମ ଯେତେବେଳେ ଶିବଙ୍କର ବିଷ ତଣ୍ଟିରେ ପହଞ୍ଚିଲା ଆଜ୍ଞା ଏ ତଣ୍ଟିଟା ଜଳିଗଲା ହଁ ଅତିଶୟ ଜଳିବାରୁ ହଁ ହଁ ଶିବ ଚିନ୍ତା କଲେ କଣ ଚିନ୍ତା କଲେ କାହାକୁ ଚିନ୍ତା କଲେ କାହାକୁ ଆଜ୍ଞା କଲେ ରାମଙ୍କୁ ବାସ୍ କେମିତି ଚିନ୍ତା କଲେ କେମିତି ଗୋସ୍ୱାମୀ ତୁଳସୀ ଦାସ ବିରିୟାନ ବହି ହଉଛି ରାମଚରିତ ମାନସ ବାସ୍। କଲେ ଶ୍ରୀରାମ ରାମ ରାମେତି ରମେ ରାମେ ମନୋରମେ ସହସ୍ର ନାମ ତୁଲ୍ୟಂ ଇଏ ରାମ ନାମ ଭରାନମେ ଭଗବାନ ଶଙ୍କର ଚିନ୍ତା କଲେ ହେ ରାମ ବାସ୍ ରାମ ଆଜ୍ଞା କିଏ କିଏ ସେ ନା ଆରାମ ଦଦାଇତି ରାମ ହଁ ସମସ୍ତଙ୍କୁ ଯିଏ ଆରାମ ଦେଇପାରେ ସିଏ ହଉଛି ରାମ ରାମ ଆରାମ ଦେଲା ବାଲା ହଉଛି ରାମ ବାସ୍ ଶିବ ଚିନ୍ତା କଲେ ହଁ ବିଷ ଜ୍ୱାଳାରେ ମୁଁ ଛଟପଟ ହଉଛି ଆଜ୍ଞା ହେ ଭଗବାନ ରାମ ମତେ ରକ୍ଷା କର ହେ ରାମ ମତେ ରକ୍ଷା କର ରକ୍ଷା କର। ହେ ରାମ ମତେ ରକ୍ଷା ହେ କର ରାମ ରକ୍ଷା କର ରାମଙ୍କର ଜାଗା କୋଉଠି ରାମଙ୍କର ଜାଗା ହୃଦୟରେ
এইটি ହୃଦୟରେ ଆଉ আধারে লিঙ্গ লাভ হৌ তদুপরে হৃদয়ে কণ্ঠ দেশে ললাটে দুই পত্রে সহসারে 2 10 দলে দ্বাদশার্ধে চতুষ্কে বসন্তে বল মধ্যে ডপকট সহিতে কণ্ঠ দেশে স্মরণং হম ক্ষম ততর্থ যুক্তং সকল দলগতং বর্ণ রূপং নমামি রামଙ୍କର জায়গা হচ্ছে হৃদয় ହୃଦୟରେ এইটি ଥିଲେ রাম ଆଜ୍ଞା শিব যেତେବେଳେ চিন্তা কলে রাম বিচার কলে ମୋ ভক্তକୁ ବିପଦ ପଡିଲା ଭକ୍ତକୁ ଉଦ୍ଧାର କରିବା ପାଇଁ ରାମ ଉଠିଲେ ଉପରକୁ ଆଜ୍ଞା ରାମ ଉଠିଲେ ଉପରକୁ ବିଷ ଖସୁଛି ତଳକୁ ତଳକୁ ଯୋଉଠି ବିଷ ଆଉ ରାମ ଏକାଠି ହେଇଯିବେ କଣ ହବ ଆଜ୍ଞା ଯୋଉଠି ରାମ ଉଠିଲେ ଉପରକୁ ଅଟକେଇବେ ବିଷ ଖସୁଛି ତଳକୁ ତଳକୁ ଯୋଉଠି ବିଷ ଯୁକ୍ତ ରାମ କଣ ହବ ବିଶ୍ରାମ ଆମ ମାଗୁଣି ଧରୁଛି ଆଉ ଆଜ୍ଞା ଯୋଉଠି ରାମ ଆଉ ବିଷ ଏକାଠି ହେଇଗଲା ବିଷ ମିଶାଣ ରାମ ସମାନ ବିଶ୍ରାମ ଯୁକ୍ତିଟା କେମିତି ହେଲା ତେଣୁ ବିଷ ଆଜ୍ଞା ସେଇଠି ଅଟକି ଗଲା ଆଉ ତଳକୁ ଖସି ପାଇଲାନି ରାମ କହିଲା 9 ଭୋଲ୍ଟରେ ଟାଇଟ୍ କରିଦେଲି କୋ ସେଇଠି ଜାମ୍ ନଟ ଦେଖିଲ ଖସିଲାନି ଆଉ ବିଷ ନା ତାହେଲେ ଆଉ ଗୋଟିଏ କଥା ଆଜ୍ଞା ଆମେ ମଲେ ଆମ ସ୍ତ୍ରୀ ବିଧବା ହଉଛି ତା କାଚ ଖୋଲୁଛି ବାସ୍ ତା ସିନ୍ଦୁର ନିଭଉଛି ଆଉ ଜୀବନ ଯାକ ଅଳତା ଲଗେଇ ପାରିବନି ନା ଆଉ ଲିପଷ୍ଟିକ ଲଗେଇ ପାରିବନି ନା। ନାଲି କାଚ ଲଗେଇ ପାରିବନି ନାଇଁ ଆଜ୍ଞା ତାହେଲେ ସିଏ ଜଗନ୍ନାଥ ଦର୍ଶକ ବନ୍ଧୁ ଆମ ପ୍ରୋଗ୍ରାମଟି ଆପଣଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଆଉ ହଁ ସବସ୍କ୍ରାଇବ୍ କରିବାକୁ କେବେ ଭୁଲନ୍ତୁନି ରହୁଛି ନମସ୍କାର।